ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଆମେ ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ଧନ୍ୟବାଦ ଦିଏ। ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆପଣଙ୍କର କମେଣ୍ଟସ ଗୁଡ଼ିକ ଆମେ ଦେଖୁଛୁ, ପଢୁଛୁ, ପ୍ରାର୍ଥନା କରୁଛୁ। ପ୍ରଭୁ ଆପଣମାନଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ପ୍ରେମ ବିବାହ କାହିଁକି ବିଫଳ ହେଉଛି। ପ୍ରେମ ବିବାହ କାହିଁକି ବିଫଳ ହେଉଛି, ଏ ବିଷୟରେ ଆମେ ଅଳ୍ପ ସମୟ ଧରି ଆମେ କଥାବାର୍ତ୍ତା ହେବା। ପ୍ରିୟମାନେ, ଏ ଯୋଉ ପ୍ରେମ ବିବାହ, ଏହା ପରମେଶ୍ୱରଙ୍କର ଯୋଜନା ନୁହେଁ। ପରମେଶ୍ୱରଙ୍କ ଯୋଜନା କଣ? ବାହା ହେଲା ପରେ ଆମେ ପ୍ରେମ କରିବା। ଆମେ ମାତ୍ର ଆଜି ଅତ୍ୟଧିକ ପରିମାଣରେ, କାରଣ ନହଙ୍କ ସମୟରେ ଆମେ ଅଛୁ। ନହଙ୍କ ସମୟରେ ଯିଏ ଯାହାକୁ ପସନ୍ଦ କଲା ସେ ଅନୁସାରେ ସେ ବାହା କରୁଥିଲେ। ଆଉ ସେଇ ସମୟରେ ଗୋଟିଏ ବିଷୟକୁ ପ୍ରାୟୋରିଟି ଦିଆଯାଉଥିଲା, ସେଟା ହେଲା ସୁନ୍ଦରତା। ସୁନ୍ଦର ଯାହାକୁ ଦେଖିଲେ ସେ ଯେକୌଣସି ପ୍ରକାର ପୁଅ ହଉ ବା ଝିଅ ହଉ ତାଙ୍କୁ ବାହା କରୁଥିଲେ। ଆମେ ସେଇ ପ୍ରକାର ନହଙ୍କ ସମୟରେ ଆମେ ଅଛୁ। ଆଉ ଏବେ ମଧ୍ୟ ସେଇ ପ୍ରକାର ଭାବରେ ଲୋକମାନେ, ପୁଅ ଝିଅ ମାନେ ବାହାଘର ସେମାନେ ହଉଛନ୍ତି। ପୁଅ ଝିଅ ମାନେ ପରସ୍ପର ମିଶୁଛନ୍ତି, ଆଉ ତାପରେ ଯାଇ ମା ବାପାଙ୍କୁ କନଭିନ୍ସ କରାଉଛନ୍ତି, ମୁଁ ତାକୁ ଆକା ବାହା ହେବି, ମୁଁ ତାକୁ ଆକା ବାହା ହେବି। ସେ ପ୍ରଭୁରେ ଥାଉ କି ପ୍ରଭୁରେ ନଥାଉ, ଯାଏ ଆସିବା ନାହିଁ। ସେ ପ୍ରଭୁରେ ପଳେଇ ଆସିବ, ସେ ବାପ୍ତିସ୍ମ ନେଇଯିବ, ସେ ପ୍ରଭୁଙ୍କୁ ଗ୍ରହଣ କରିଦେବ, ସେ ବହୁତ ଭଲ, ଏଇ ପ୍ରକାର ଅନେକ କଥା ଗୁଡିକ ସେମାନେ କହନ୍ତି। ପ୍ରିୟମାନେ, ବାହାଘର ପରମେଶ୍ୱର ଡିଜାଇନ କରିଛନ୍ତି। ଏଇଟା କଣ୍ଢେଇ ଖେଳ ନୁହେଁ। ଏହା ଜୀବନରେ ଥରେ ବାହାଘର ହୁଏ। ଆଉ ଏଇଟାକୁ ଆମେ ବହୁତ ଜାଗ୍ରତ ସହକାରେ ଆମେ ହେବାର ଆବଶ୍ୟକ ରହିଛି। ମାତ୍ର ଆଜିକାଲି ଦେଖନ୍ତୁ, ଅନେକ ପ୍ରେମ ବିବାହ ବାଇବଲର କନସେପ୍ଟ ନାହିଁ। ତାହା ଲେଖାଯାଏ ବାଇବଲରେ, ଯଦି ଆମେ ପଢିବା ଏଭ୍ରି 13 ଅଧ୍ୟାୟ ଏହାର 4 ପଦ, ବିବାହ ସମସ୍ତଙ୍କ ମଧ୍ୟରେ ଆଦରଣୀୟ ହେଉ। ଏଇଟା ହେଲା ଖ୍ରୀଷ୍ଟିଆନ ବିବାହ। ବାଇବଲ ଆମମାନଙ୍କୁ ଶିକ୍ଷା ଦିଏ ଯେ ଆମର ବାହାଘର ସମସ୍ତଙ୍କ ଦୃଷ୍ଟିରେ ଆଦରଣୀୟ ହେଉ। କାରଣ ପୁଅ ବାହା ହଉଛନ୍ତି, ଝିଅ ବାହା ହଉଛନ୍ତି। ବିଭିନ୍ନ ପ୍ରକାର ବାହାଘରକୁ ସେମାନେ କି ପ୍ରକାର ଭାବରେ ଭାବୁଛନ୍ତି କି ସେମାନେ ଜାଣନ୍ତି ନାହିଁ ସେମାନେ। ମାତ୍ର ଏଠି ଦେଖାଯାଏ, ବିବାହ ଯୋଉ ସମୟରେ ଆମେ ବାହା ହଉଛୁ, ଆମେ ସେ ବାହାଘର ଆଦର୍ଶ ବାହାଘର, ଆଦରଣୀୟ ହେବାର ଅଛି। ସେଇ ବାହାଘର, ଯୋଉ ବାହାଘର ଆମେ ଯଦି ଆଦରଣୀୟ ନଥାଏ, ଆଦରଣୀୟ ମାନେ କଣ? ପରମେଶ୍ୱରଙ୍କ ଦୃଷ୍ଟିରେ ଆଦରଣୀୟ ରହିବାର ଅଛି, ମଣ୍ଡଳୀ ଦୃଷ୍ଟିରେ ଆଦରଣୀୟ ରହିବାର ଅଛି, ପ୍ରଭୁଙ୍କ ଦାସ ମାନଙ୍କ ଦୃଷ୍ଟିରେ ଆଦରଣୀୟ ରହିବାର ଅଛି, ମା ବାପାଙ୍କ ଦୃଷ୍ଟିରେ ଆଦରଣୀୟ ରହିବାର ଅଛି। ଆମେ ଯଦି ଏଇ ସବୁ ବିଷୟକୁ ଆମେ ଯଦି ଦୃଷ୍ଟି ଦେଉନାହୁଁ, ତାହେଲେ ଆମର ବାହାଘର କି ପ୍ରକାର ଭାବରେ ଲାଷ୍ଟିଂ କରିପାରିବ? ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜିକାଲି ଆମେ ଦେଖୁଛୁ ପ୍ରେମ ବିବାହ ବଢି ଚାଲିଛି। ନିଜ ଇଚ୍ଛା ଅନୁସାରେ ବାହାଘର, ଯାହାକୁ ପାରିଲା ତାକୁ ବାହାଘର ହଉଛନ୍ତି। ସେଥିପାଇଁ ସେମାନଙ୍କର ବାହାଘର ଗୁଡିକ ଲାଷ୍ଟିଂ କରୁନାହିଁ। କାରଣ ପରମେଶ୍ୱର, ଆମର ପରମେଶ୍ୱର ବାହାଘରକୁ ସମ୍ମାନ ଦେବା ପରମେଶ୍ୱର। ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କର ପ୍ରଥମ ଆଶ୍ଚର୍ଯ୍ୟ କର୍ମ ବାହାଘରରେ କରିଥିଲେ। ବାଇବଲର ପ୍ରଥମେ ଆମେ ଦେଖୁଛୁ ବାହାଘର ବିଷୟରେ, ବାଇବଲର ଶେଷରେ ଦେଖୁଛୁ ଆମେ ବାହାଘର ବିଷୟରେ। ପରମେଶ୍ୱର ଏ ବାହାଘରକୁ ଡିଜାଇନ କରିଛନ୍ତି। ଯୋଉ ସମୟରେ ବାହାଘର ଆମେ କହୁଛୁ, ସେ ବାହାଘରରେ ପରମେଶ୍ୱର ନଥିବେ, ସେ ବାହାଘରରେ ପ୍ରଭୁଙ୍କ ଦାସ ମାନେ ନଥିବେ, ସେ ବାହାଘରରେ ମଣ୍ଡଳୀ ନଥିବେ, ସେ ବାହାଘରରେ ମା ବାପା ନଥିବେ, ତାହେଲେ ସେ ବାହାଘର କି ପ୍ରକାର ଭାବରେ ଲାଷ୍ଟିଂ କରିପାରେ? ଅନ୍ୟ ଲୋକମାନଙ୍କ ବାହାଘରରେ ପରମେଶ୍ୱର ରହୁନାହାନ୍ତି। ପରମେଶ୍ୱରଙ୍କ ପ୍ରେଜେନ୍ସରେ ସେମାନଙ୍କ ବାହାଘର ହୁଏ ନାହିଁ। ମାତ୍ର ଖ୍ରୀଷ୍ଟିଆନ ବାହାଘରରେ ପରମେଶ୍ୱର ରୁହନ୍ତି। ସେ ଆମକୁ କହୁଛନ୍ତି, ଯେତେବେଳେ ଆମେ ମଲାଖୀ ପୁସ୍ତକ ଆମେ ପଢୁଛୁ, ବହୁତ ସୁନ୍ଦର ପଦ ଆପଣମାନେ ପଢିଥିବେ। ମଲାଖୀ ପୁସ୍ତକ ଏହାର 2 ଅଧ୍ୟାୟର 14 ପଦରେ, ତଥାପି ତୁମ୍ଭେମାନେ କହୁଅଛ, ଏଥିର କାରଣ କଣ? କାରଣ ଏହି ସଦାପ୍ରଭୁ ତୁମ୍ଭର ଓ ତୁମ୍ଭ ଯୌବନ କାଳର ଭାର୍ଯ୍ୟା ମଧ୍ୟରେ ସାକ୍ଷୀ ହୋଇଛନ୍ତି। କିଏ ସାକ୍ଷୀ ହେବେ ବାହାଘରରେ? ଯିଏ କି ବାହାଘରରେ ଥିବେ।
ଆମର ପରମେଶ୍ୱର ବାହାଘରରେ ସେ ଥିବା ପରମେଶ୍ୱର ଅଟନ୍ତି। ସେ ବାହାଘରରେ ଉପସ୍ଥିତ ରହିବା ପରମେଶ୍ୱର, ସେ ସାକ୍ଷୀ। ଅନେକ ବାହାଘର ଚର୍ଚ୍ଚରେ ରେଜିଷ୍ଟର ହେଇନାହିଁ, କାରଣ ତାହା ବାହାଘର ନୁହେଁ। ମନଇଚ୍ଛା ବାହାଘର ହେଲେ ତାହା ବାହାଘର ହେଇପାରିବ ନାହିଁ ପ୍ରିୟମାନେ। ସେଥିପାଇଁ ବାହାଘରରେ କିଏ ସାକ୍ଷୀ? ପରମେଶ୍ୱର ସାକ୍ଷୀ। ଏଇଟା ସେ କହୁଛନ୍ତି। ଓ ତୁମ୍ଭ ନିୟମକୃତ ଭାର୍ଯ୍ୟା। ଆମେ ଯୋଉ ବାହା ହଉଛୁ ତାହା ସହିତ ଗୋଟେ ନିୟମ ଅଛି। ସୁଖରେ ଦୁଃଖରେ ସବୁ ପ୍ରକାର ପରିସ୍ଥିତିରେ ଆମେ ପରସ୍ପରକୁ ଆମେ ଛାଡିବା ନାହିଁ। ମୃତ୍ୟୁ ଛଡା ଆଉ କୌଣସି ବିଷୟ ଆମକୁ ଅଲଗା କରିପାରେ ନାହିଁ। ପରମେଶ୍ୱର ଆମର ବାହାଘରର ସାକ୍ଷୀ। ପରମେଶ୍ୱର ଆମର ବାହାଘରରେ ସେ ଉପସ୍ଥିତ ରୁହନ୍ତି। ପରମେଶ୍ୱରଙ୍କ ବାକ୍ୟ ଆମମାନଙ୍କ ମଧ୍ୟରେ ରୁହନ୍ତି। ପ୍ରଭୁଙ୍କ ଅଭିଷିକ୍ତ ଦାସମାନେ ରୁହନ୍ତି। ଯୋଉ ମା ବାପା ମାନେ ଆମକୁ ଜନ୍ମ କରିଛନ୍ତି ସେମାନେ ଆମର ବନ୍ଧୁବର୍ଗ ରୁହନ୍ତି। ଯଦି ସେମାନେ ଆମର ବାହାଘରରେ ନଥିବେ ତାହେଲେ ସେଇ ବାହାଘର କି ପ୍ରକାର ଲାଷ୍ଟିଂ କରିପାରିବ? ଆମେ ଯୋଉଠି ପାରିଲା ଯୋଉ ବାହା ହେଇଯିବୁ, ଯାହାକୁ ପାରିଲା ତାହାକୁ ବାହା ହେଇଯିବୁ। ଆମକୁ କିଏ ଦରକାର ନାହିଁ। ସ୍ୱାମୀ ସ୍ତ୍ରୀ ରାଜି ହେଇଗଲେ ଅନ୍ୟମାନେ କଣ କରିବେ? ବିଭିନ୍ନ ପ୍ରକାର ପ୍ରବୋଧ ଗୁଡିକ ଅଛି। ମୁଁ ସେ ସବୁ ବିଷୟ ଗୁଡିକ ଆପଣମାନଙ୍କୁ କହୁନାହିଁ। ପ୍ରିୟମାନେ, ଯଦି ଆମର ବାହାଘରରେ ପରମେଶ୍ୱରଙ୍କ ପ୍ରେଜେନ୍ସ ନାହିଁ, ସେ ବାହାଘର ଲାଷ୍ଟିଂ କରିବ ନାହିଁ। କ୍ଷମା କରନ୍ତୁ ଏଇ ପ୍ରକାର କଥା ଗୁଡିକ ମୁଁ ଆପଣମାନଙ୍କୁ କହୁଅଛି ବୋଲି, କାରଣ ଲେଖାଯାଏ ଯଦି ଆମେ ପଦ ଗୋଟେ ପଢିବା, ଯୋଉଟା କି ହିତ ଉପଦେଶ 11 ଅଧ୍ୟାୟ 29 29 ପଦ, ଆପଣା ପରିବାରକୁ ଯେ ଦୁଃଖ ଦିଏ। ଦେଖନ୍ତୁ, ଗୋଟେ ଝିଅ ଗୋଟେ ପୁଅକୁ କେତେ ସୁନ୍ଦର ଭାବରେ ତାଙ୍କର ମା ବାପା ତାଙ୍କର ଯତ୍ନ ନେଇଥିବେ ଛୋଟ ଠାରୁ ବଡ ପର୍ଯ୍ୟନ୍ତ। ମାତ୍ର ସେଇ ପୁଅ ଝିଅ ଯେତେବେଳେ ମା ବାପାଙ୍କର ମୁଣ୍ଡକୁ ତଳକୁ କରିଦେଇ ତାଙ୍କ ମୁହଁରେ କଳା ବୋଳି ଦେଇ ନିଜ ଇଚ୍ଛା ଅନୁସାରେ ସେମାନେ ବାହାଘର ହଉଛନ୍ତି, ଲଭ୍ ମ୍ୟାରେଜ କଥା କହୁଛି, ସେଇ ସମୟରେ କଣ ଲେଖେ? ଯିଏ ଆପଣ ପରିବାରକୁ ଦୁଃଖ ଦିଏ ସେ ବାୟୁରୂପ ଅଧିକାର ପାଏ। କିଛି ହାତରେ ଧରା ଦେବ ନାହିଁ, କୌଣସି ବିଷୟ ରହିବ ନାହିଁ। ସେଥିପାଇଁ ଆଜିର ବାହାଘର ଗୁଡିକ ଯୋଉ ଲଭ୍ ମ୍ୟାରେଜ, ଆମେ ଶିକ୍ଷିତ ହେଇଗଲୁଣି, ଆମେ ବଡ ହେଇଗଲୁଣି, ଆମେ ଜାଣିଛୁ ଆମେ କାହାକୁ ବାହା ହେବା କଥା, କାହାକୁ ବାହା ହେବା କଥା ନୁହେଁ। ସବୁ କଥା ତୁମେ ଆମକୁ ଶିଖାଅ ନାହିଁ। ତୁମେ ପୁରୁଣା ଲୋକ ଗୁଡିକ, ସେଥିପାଇଁ ତୁମେ ଏଇ ପ୍ରକାର ବିଷୟ ଗୁଡିକ ତୁମେ କରୁଛ। ପରମେଶ୍ୱର ସେ ହୃଦୟକୁ ଦେଖନ୍ତି, ପରମେଶ୍ୱର ସେ ମନକୁ ଦେଖନ୍ତି, ବିଭିନ୍ନ ପ୍ରକାର କଥା ଗୁଡିକ କହନ୍ତି। ପ୍ରିୟମାନେ, ବାହାଘର ପରମେଶ୍ୱର ଡିଜାଇନ କରିଛନ୍ତି। ଯୋଉ ବାହାଘରରେ ପରମେଶ୍ୱରଙ୍କ ପ୍ରେଜେନ୍ସ ନଥାଏ, ଯୋଉ ବାହାଘରରେ ପ୍ରଭୁଙ୍କ ଦାସମାନେ ନଥାନ୍ତି, ମଣ୍ଡଳୀ ନଥାଏ, ମା ବାପା ନଥାନ୍ତି, ସେ ବାହାଘର ଆମେ କି ପ୍ରକାର ସଫଳ ଆମେ କରିପାରିବା? ପ୍ରିୟମାନେ, ଯଦି ଆପଣ ବାହା ହେଇଯାଇଛନ୍ତି, ଆପଣଙ୍କୁ କହିବା ପାଇଁ ଯା ରିପେଣ୍ଟ କରନ୍ତୁ, ଅନୁତାପ କରନ୍ତୁ। ଆପଣା ପରିବାରକୁ ଆମେ କନ୍ଦେଇକିନା ଆମେ କେବେ ହେଲେ ମଧ୍ୟ ସୁଖ ରହିପାରିବା ନାହିଁ। ଆମ ପରିବାରକୁ ଦୁଃଖ ଦେଇକିନା ଆମେ କେବେ ସୁଖ ଭୋଗ ଆମେ କରିପାରିବା ନାହିଁ। ଅନୁତାପ କରିବେ, ଆପଣ ପ୍ରଭୁଙ୍କ ନିକଟରେ କ୍ଷମା ମାଗିବେ, ମା ବାପାଙ୍କୁ କ୍ଷମା ମାଗିବେ, ମଣ୍ଡଳୀକୁ କ୍ଷମା ମାଗିବେ, ପୁନର୍ବାର ପ୍ରଭୁଙ୍କ ସହିତ ମିଶିଯିବେ। ଆପଣମାନେ ଆଜି ଅନେକ ଅଛନ୍ତି ବାହା ହେଇଛନ୍ତି, ମିଶି ଯାଇଛନ୍ତି, ମାତ୍ର ସେମାନଙ୍କ ବାହାଘର ହେଇନାହିଁ। ଆପଣମାନେ କହିବା ପାଇଁ ଚାହେଁ, ବାହାଘର ପରମେଶ୍ୱର ଡିଜାଇନ କରିଛନ୍ତି। ଆଉ ଯୋଉ ପରମେଶ୍ୱର ବାହାଘରକୁ ଡିଜାଇନ କରୁଛନ୍ତି ସେ ଏକା ସଫଳ କରିପାରିବେ, ଅନ୍ୟ କେହି ସଫଳ କରିପାରିବେ ନାହିଁ। ଆମେ ବଡ ଘର ତିଆରି କରିଦେଲୁ, ଗାଡି କିଣିଦେଲୁ, ଭଲ ଜବ ପଇସା ପତ୍ର ଆମେ ଆଣୁଛୁ, ଆମେ ତ ଭଲରେ ଅଛୁ। ପ୍ରିୟମାନେ, ସେଇଟା ସଫଳତା ନୁହେଁ। ବାହାଘର ସଫଳତା କଣ? ଦୁଇ ଜଣ ଏକ ହେବା, ଈଶ୍ୱରୀୟ ବଂଶ ଜାତ ହେବ, ସେମାନଙ୍କ ବାହାଘର ସ୍ୱର୍ଗ ରେଜିଷ୍ଟ୍ରେସନ ହେବ। ଯଦି ଆପଣ ସେମିତି ବାହା ହେଇନାହାନ୍ତି, ଆପଣଙ୍କ ସମ୍ପର୍କ ଯଦି ଆପଣ ବାହା ନ ହଉଣ ହେଇଯାଇଛନ୍ତି, ତାହେଲେ ଆପଣଙ୍କର ସେଇ ଯୌନ ସମ୍ପର୍କକୁ ବ୍ୟଭିଚାର ବୋଲି କୁହାଯାଏ। ସେଇଟା ସ୍ୱର୍ଗ ସେ ସମ୍ପର୍କକୁ କେବେ ହେଲେ ଆଶୀର୍ବାଦ କରିପାରିବ ନାହିଁ। ପରମେଶ୍ୱର ଗର୍ଲଫ୍ରେଣ୍ଡ ବୟଫ୍ରେଣ୍ଡର ସମ୍ପର୍କକୁ ଆଶୀର୍ବାଦ କରିପାରିବେ ନାହିଁ। ପରମେଶ୍ୱର ବାହା ନ ହେଇକିନା ମିଶିକି ରହୁଥିବା ସମ୍ପର୍କକୁ ସେ ମଧ୍ୟ ଆଶୀର୍ବାଦ କରିପାରିବେ ନାହିଁ। ଆଜି ମନଇଚ୍ଛା ଆମେ ଏଠି ବାହା ହେଇଗଲୁ, ସେଠି ବାହା ହେଇଗଲୁ, ସେ ସବୁ ଗୁଡିକ ପ୍ରଭୁ ଗ୍ରହଣ କରନ୍ତି ନାହିଁ। ପ୍ରିୟମାନେ, ଲଭ୍ ମ୍ୟାରେଜ ବିଫଳ କାହିଁକି ହଉଛି? ପରମେଶ୍ୱରଙ୍କ ପ୍ରେଜେନ୍ସ ରହୁନାହିଁ। ପରମେଶ୍ୱରଙ୍କ ବିରୁଦ୍ଧରେ କରାଯାଉଛି, ମା ବାପାଙ୍କ ବିରୁଦ୍ଧରେ, ମଣ୍ଡଳୀ ବିରୁଦ୍ଧରେ କରାଯାଉଛି। ପ୍ରଥମେ ବାହା ହୁଅନ୍ତୁ, ତାପରେ ପ୍ରେମ କରନ୍ତୁ। ନିଜ ଇଚ୍ଛା ଅନୁସାରେ ବାଛିବା ପାଇଁ ଆପଣମାନେ ଚେଷ୍ଟା କରନ୍ତୁ ନାହିଁ। କୁହନ୍ତୁ, ଯଦି କାହାକୁ ପସନ୍ଦ ଲାଗୁଛି ଆପଣଙ୍କ ମାଆଙ୍କୁ କହିପାରିବେ, ବାପାଙ୍କୁ କହିପାରିବେ, ମଣ୍ଡଳୀ ପାଳକ କହିପାରିବେ,
ଆପଣ କହିବେ ତାକୁ ଆକା ଆଣିଦେବାର ଅଛି, ତାକୁ ଯଦି ବାହା ହେଲେ କାହେବ, ଏଇ ପ୍ରକାର ଜବରଦସ୍ତି କରନ୍ତୁ ନାହିଁ। ମତେ ପସନ୍ଦ ଲାଗୁଛି, ଆଉ ଯଦି ଆପଣମାନେ ଚାହୁଁଛନ୍ତି ତାହେଲେ କଥାକୁ ଆଗକୁ ବଢାନ୍ତୁ, ସେଇଟା ଭଲ କଥା। ହୁଁ। କାହାକୁ ପସନ୍ଦ ଲାଗିଗଲା, ତାଙ୍କ ପଛରେ ପଛରେ ଯାଇ ତାଙ୍କର ମୋବାଇଲ ନମ୍ବର ଧରି ତାଙ୍କୁ କି ପ୍ରକାର ଭାବରେ ବାରମ୍ବାର କଲ୍ କରି ମିଶି, ଏସବୁ ଯାକ ପରମେଶ୍ୱରଙ୍କର ଛୁଆମାନଙ୍କର ଉଦ୍ଦେଶ୍ୟ ନାହିଁ, ଏ ପ୍ରକାର ଚରିତ୍ର ନାହିଁ। ଆସନ୍ତୁ ପ୍ରାର୍ଥନା କରିବା। ପିତା, ଆମେ ତୁମକୁ ଧନ୍ୟବାଦ ଦଉଛୁ। ବିବାହ ଗୁଡ଼ିକ ଆଜିକାଲି ବେଶୀ ଭାଙ୍ଗୁଛି, ଆଉ ବିଶେଷ କରି ଲଭ୍ ମ୍ୟାରେଜ ଗୁଡ଼ିକ ବହୁତ ଭାଙ୍ଗୁଛି। ଆମେ ପ୍ରାର୍ଥନା କରୁଛୁ ଯୁବା ଯୁବତୀ ମାନଙ୍କୁ ଗୋଟିଏ ବଶୀଭୂତର ଆତ୍ମା ଦିଅ, ତୁମର ବଶୀଭୂତ ହେବେ, ମା ବାପାଙ୍କର ମଣ୍ଡଳୀର ପ୍ରଭୁଙ୍କ ଦାସମାନଙ୍କ ବଶୀଭୂତ ହେବେ, ଆଉ ସେମାନେ ତୁମର ଇଚ୍ଛା ଅନୁସାରେ ବାହାଘର ହେଇପାରିବେ। ଦୟାକରି ସାହାଯ୍ୟ କର। ବାହାଘରକୁ ତୁମେ ଆଶୀର୍ବାଦ କରିବା ପରମେଶ୍ୱର, ସମ୍ଭାଳିବା ପରମେଶ୍ୱର, ଯତ୍ନ ନେବା ପରମେଶ୍ୱର। ତୁମେ ଦୟା କର, ଅନୁଗ୍ରହ କର, ଆଉ ପ୍ରଭୁ ତୁମେ ଆଶୀର୍ବାଦ କରି ତୁମେ ଗୌରବ ପାଅ, ମହିମା ପାଅ। ରାଜା, ଧନ୍ୟବାଦ ପ୍ରଭୁ। ତୁମେ ସବୁ ସମୟରେ ଆମର ପ୍ରାର୍ଥନା ଶୁଣୁଛ। ଯେଉଁମାନେ ବାହା କରି ଏବେ ଯାଏ ଦୁଃଖରେ ଅଛନ୍ତି, କଷ୍ଟରେ ଅଛନ୍ତି, ପ୍ରାର୍ଥନା କରେ, ଅନୁତାପ କରି ସେମାନେ ତୁମ ନିକଟକୁ ଫେରି ଆସନ୍ତୁ। ସେମାନଙ୍କୁ କ୍ଷମା ଦିଅ, ଗ୍ରହଣ କର। ଆଉ ଯେଉଁମାନେ ଏ ପ୍ରକାର ଚକ୍କର ଗୁଡ଼ିକର ଅଛନ୍ତି, ତୁମେ ସେମାନଙ୍କୁ ଉଦ୍ଧାର କର। ସେମାନେ ଜାଣନ୍ତି ନାହିଁ ଏହା କେତେ ବଡ଼ ଖାତ ଅଟେ, ଗାତ ଅଟେ, ପଡ଼ିଯିବେ। ପ୍ରଭୁ ଦୟାକରି ସାହାଯ୍ୟ କର। ବାକ୍ୟ ଦ୍ୱାରା କଥା ହେଇଥିବାରୁ ଧନ୍ୟବାଦ। ଏ ପ୍ରାର୍ଥନା ପ୍ରିୟ ଯୀଶୁ ନାମରେ ମାଗୁଛୁ, ଆମେନ୍ ଆମେନ୍। ସମସ୍ତଙ୍କୁ ନମସ୍କାର, ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଅନୁଗ୍ରହ କଲେ ଆସନ୍ତା ଅଧ୍ୟାୟରେ ନୂଆ ପ୍ରସଙ୍ଗରେ ପରସ୍ପର ସହ ସାକ୍ଷାତ କରିବା, ରହିବା। ନମସ୍କାର, ପ୍ରେଜ୍ ଦ ଲର୍ଡ, ଗଡ୍ ବ୍ଲେସ୍।